ভাইটি আপনার টিকে পরিচয় দেবে। ମୋ ନାଁ ପ୍ରଶାନ୍ତ ଦାସ, ଘର ପାଳପଡ଼ା, ମୁଖିଆ ଗ୍ରାମ ପଞ୍ଚାୟତ। ଆଜ୍ଞା, ଏ ଯେଉଁ ବାଲି ଚୁରା ବାଲି ଚାଲାଣ ଯାଉଛି ଏଇଟା ବିଗତ ଦିନ ହେଇଗଲାଣି, ମାନେ ବହୁତ ଦିନ ହେଇଗଲାଣି। ତେଣୁ ଏ ଚୁରା ବାଲି ଆମର ଏଠି ପାଖରେ ସ୍କୁଲ ଛୋଟ ମାନେ ୟୁପି ସ୍କୁଲ ଗୋଟେ ଅଛି, ଅଙ୍ଗନବାଡ଼ି ଅଛି, ଆଉ ଏମିତିଆ ଦୁଇ ତିନିଟା ସ୍କୁଲ ଅଛି। ତେଣୁ ପିଲାମାନେ ସକାଳ ରାତି ପାଇତେ ଶହ ଯାଆନ୍ତି ସ୍କୁଲ ଆସନ୍ତି। ତେଣୁ ଏ ମାନେ ବାଲି କେନ୍ଦ୍ରକୁ ନେଇକି ଆମେ ବହୁତ ପ୍ରକାର ଚେଷ୍ଟା କଲୁଣି ଯେ ବାଲି ତୁମେ ଗୋଟେ କାମ କର, 10ଟା ବେଳେ ବାଲି ତୁମେ ବନ୍ଦ କର, ଆମ ପିଲାମାନେ ଯାଉଛନ୍ତି, କିମ୍ବା 7ଟା ବେଳେ ବନ୍ଦ କର, ପିଲାମାନେ ଯାଉଛନ୍ତି ସ୍କୁଲକୁ, କାର୍ଡ଼ ସୁବିଧା ଅସୁବିଧା ହେବ। ଆଜ୍ଞା, ସେଇ କଥାରୁ ଆଜ୍ଞା ଭୁଜାଲି ଛୁରା କେତେ କିସ କରିକି ଆମକୁ ମାରିବେ ଫିନିକି ଧମକ ଦେଇକି, ଏବଂ ବହୁତ ଲୋକକୁ ଆମର ଯେଉଁମାନେ କୁହନ୍ତି ସେମାନେ ତାକୁ ପିଟା ମାରା ବହୁତ ପ୍ରକାର କହିଛନ୍ତି। ତା ଫଳରେ ଆମେ ଯାଇକି କେସ୍ ବି କରିଛୁ ଆଜ୍ଞା। କଲେକ୍ଟର, ସବ୍ କଲେକ୍ଟର, ମାଇନ୍ସବାଲା, ତହସିଲଦାର, ଆର୍ଆଇ ସମସ୍ତଙ୍କୁ ଆଜ୍ଞା ଆମେ କହିସାରିଲୁଣି। ଏବଂ ସେମାନେ ଆଜି ବନ୍ଦ କରିଦେବେ ତ ପୁଣି କାଲିକି ସେଇ ଚାଲୁ କରୁଛନ୍ତି। ବାଲି ମାଫିଆ ମାନେ କହୁଛନ୍ତି ଆମେ ଉପରେ ଆମର ଲୋକ ଅଛନ୍ତି, ଉପରେ ହେଉଛି ଆମକୁ କେହି କିଛି କରିପାରିବେନି। ତେଣୁ ଉପରେ ସବୁ ଆମର, ଆମେ ପଇସା ଦେଉଛେ ମାନେ ଆମକୁ କେହି କିଛି କରିପାରିବେ। ଆମେ ଇଣ୍ଡିଆ କରିବା, ଆହୁରି ଚଲି ନେଇଯିବା ଗାଡ଼ି, ତୁମର କିସ କରିପାରୁଛ କର। ତେଣୁ ଆଜିକାର ଦିନର କଥା, ଯେଉଁ ସ୍ତ୍ରୀ ଲୋକମାନେ ଏଇ ରାସ୍ତାରେ ଟିକେ ବସନ୍ତି, ମାନେ ପବନ ଫବନ ଲାଗନ୍ତି। ଆମର ଗରିବ ଶ୍ରେଣୀ ଲୋକ, ଆଦିବାସୀ ଲୋକ ଆଜ୍ଞା, ଫ୍ୟାନ୍ ଫାନ୍ ସେମିତିକା ନାହିଁ, ଘରେ ସେମିତିକା ସହଯୋଗ ଜିନିଷ ନାହିଁ। ତେଣୁ ଆସିକି ଟିକେ ରାସ୍ତାରେ ବସା ଉଠା କରନ୍ତି, କଥାବାର୍ତ୍ତା କରନ୍ତି। ଆଜ୍ଞା, ସେଇ ସମୟରେ ପୁଲିସ ଗାଡ଼ି ଆସିছে, ଯଦି ଆସିଛି ଏମାନେ ଜାଣିନାହାନ୍ତି ସ୍ତ୍ରୀ ଲୋକମାନେ। ଆଜ୍ଞା, ଗାଡ଼ିଟା ଟ୍ରାକ୍ଟରରେ ବାଲି ବୁଝେଇଥିବା ଟ୍ରାକ୍ଟର ଆସିକି ମାନେ ଚପି ଦେବା ଉପରେ ମଣିଷକୁ ପୁରା ମାରିଦେବ ନାଇଁ ମାରିଦେବ ଏମିତିଆ କହିକି ସେ ସ୍ତ୍ରୀ ଲୋକ ମାନେ 2 ଜଣ ସ୍ତ୍ରୀ ଲୋକ ଉଠେଇଛନ୍ତି। ଆଉ ଜଣେ ସ୍ତ୍ରୀ ଲୋକ ସିଏ ମାନେ ଟିକେ ରୁଗା ରକମ, ମାନେ ବେଶୀ ସେମିତିକା ଚାଲି ବୁଲି କରିପାରେନି, ସିଏ ବସିଥିଲେ। ଆଜ୍ଞା ତାକୁ ତ ଧକ୍କା ମାରିଛନ୍ତି। ଆଉ ଯଦି ଧକ୍କା ମାରିଛନ୍ତି, ସେ ଲୋକଟା ଛିଟକିକି କିଛି ବାଟ ଯାଇଛି, ଗଲା ପରେ ତା ପୁଅମାନେ ଆଇଛନ୍ତି, ପୁଅମାନେ ତାକୁ ଧରିକି ପାଟିଛନ୍ତି। ଏମିତିକା ପାଟି ଫୁଟାକି ଆଜ୍ଞା ଆମେ ପଛରେ ଶୁଣିବା ବେଳକୁ ଦେଖିବାକୁ କ'ଣ ହେଇଛି ନା ନିରୀହ ଲୋକଟାକୁ ପିଟିଛନ୍ତି ଯେ ଆମେ ମାରିଦେବା, ବାଲି ଗାଡ଼ି ଚପିକି ନେଇଯିବା, ଆମେ କିଏ କିସ କରୁଛୁ କରୁ, ଏମିତିଆ କହିକି ତ ଆମ ଗାଁର ଲୋକମାନେ ନେଇଗଲା। ଏବଂ ଆମ ଗାଁର ମାଲିକ ଯିଏ